ନା ଆମର ସରସ୍ୱତୀ ଶିशु ବିଦ୍ୟା ମନ୍ଦିର ନିଆଳିର 28ତମ ବାର୍ଷିକ ଉତ୍ସବରେ ମୁଁ ଯୋଗଦାନ ଦେଇଥିଲି। ଆଉ ଏଠାରେ କୃତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଗଲା ଏବଂ ଆଜି ଯୋଉ ବିଦ୍ୟା ମନ୍ଦିର 8ଟି ପିଲାକୁ ନେଇକି ଆରମ୍ଭ ହୋଇଥିଲା, ଆଜି 800 ପିଲା ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଏଠାରେ। ଆଉ ଏଠିକାର ଗୁରୁମା ଆଚାର୍ଯ୍ୟ ସମସ୍ତଙ୍କର ଗୋଟେ ସୁନ୍ଦର ଭାବରେ ମିଳିତ ଭାବରେ ପିଲାମାନଙ୍କୁ ଆମର ସଂସ୍କୃତି ପରମ୍ପରା ବିଷୟରେ ପାଠ ମଧ୍ୟ ପଢାଉଛନ୍ତି। ଏବଂ ଏ ଯୋଉ ଶିଶୁ ମନ୍ଦିର ରହିଛି ଇଏ ଆମର ହିନ୍ଦୁ ସଂସ୍କୃତିର ପରମ୍ପରା କୁ ଆଗକୁ ନବା ପାଇଁ ମଧ୍ୟ ଶିକ୍ଷାଦାନ କରାଯାଉଛି। ଏଠାରେ ବହୁତ ସୁନ୍ଦର ଭାବରେ ଶିକ୍ଷାଦାନ କରାଯାଇ ପିଲାମାନଙ୍କୁ ଆଗକୁ ଯାଉଛନ୍ତି। ଏ ବିଦ୍ୟା ମନ୍ଦିର ମଧ୍ୟ ଭଲ ରେଜଲ୍ଟ କରୁଛି। ପିଲାମାନେ କୃତକାର୍ଯ୍ୟ ହୋଇକି ସେମାନେ ଉଚ୍ଚ ସ୍ଥାନରେ ମଧ୍ୟ ଆଜି ପହଞ୍ଚିଛନ୍ତି। ତେଣୁ ମୁଁ କହିବି ସମୟ ଆସିବ, ଇଏ ନିର୍ବାଚନ ମଣ୍ଡଳୀ ନୁହଁ, ଓଡ଼ିଶାରେ 1 ନମ୍ବର ଶିଶୁ ବିଦ୍ୟା ମନ୍ଦିର କରିବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବୁ।